ସେ ଖରାଦିନ ହେଇଥାଉ କିମ୍ବା ବର୍ଷା ଦିନ କିମ୍ବା ଥଣ୍ଡା ଦିନ। ଦିନସାରା କାର୍ଯ୍ୟ କରିବା ପରେ ଶରୀରର ପ୍ରତ୍ୟେକ ଅଂଶ ଯେତେବେଳେ କ୍ଳାନ୍ତ ଲାଗେ, ଭୋକ ଲାଗୁଥାଏ, କିନ୍ତୁ ଗରମ ତରକାରୀ ଭାତ ଖାଇବାକୁ ମନ ହୁଏନି। ଠିକ୍ ସେହି ସମୟରେ ମନ ଖୋଜୁଥାଏ ଏକ ଶୀତଳ ହାଲକା ଖାଦ୍ୟ, ଯାହା ଶରୀରକୁ ତତ୍କ୍ଷଣାତ୍ ଆରାମ ଦେବ। ଏତିକିବେଳେ ମନେ ପଡ଼ିଯାଏ ଆମ ଓଡ଼ିଆ ଘରର ଅବିସ୍ମରଣୀୟ ପରମ୍ପରା ଦହି ଭାତ। ଏହାର ପ୍ରସ୍ତୁତି କେତେ ଯେ ସରଳ। ଗରମ ଭାତକୁ ଥଣ୍ଡା କରି ସେଥିରେ କେବଳ ଟିକିଏ ଦହି, କଞ୍ଚାଲଙ୍କା, ଆବଶ୍ୟକ ଅନୁସାରେ ଲୁଣ ମିଶାଇ ଦିଅ। କିନ୍ତୁ ଯେତେବେଳେ ଉପରେ ସୋରିଷ, ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କାର ଛୁଙ୍କ ଲାଗିଯାଏ, ସେହି ବାସ୍ନାରେ ସମଗ୍ର ବାତାବରଣ ମହକି ଉଠେ। ପ୍ରଥମ ଗୁଣ୍ଡା ପାଟିକୁ ଯିବା ମାତ୍ରେ ଯେଉଁ ଶାନ୍ତ ଶୀତଳ ଅନୁଭବ ହୁଏ, ତାହା କୋଟିଏ ଟଙ୍କା ଖାଦ୍ୟରେ ବି ମିଳିବ ନାହିଁ। ମୁହୂର୍ତ୍ତକ ମଧ୍ୟରେ ସବୁ କ୍ଳାନ୍ତି ଆଉ ଅଶାନ୍ତି ଦୂର ହୋଇଯାଏ। ଦହି ଭାତ ଏକ ଖାଦ୍ୟ ନୁହେଁ, ଏହା ଆମ ଓଡ଼ିଆ ପାଇଁ ଆରାମ ଓ ଶାନ୍ତିର ପ୍ରତୀକ।